ହଁ ଆଜ୍ଞା। ହଁ ଆଜ୍ଞା କଣ କରିବା ମ୍ୟାଡାମ କୁହନ୍ତୁ। ହଁ ଆପଣଙ୍କୁ ତ କହିଲି ଇଏ କରିଦିଅନ୍ତୁ ବୋଲି କରିଦିଅନ୍ତୁ। ହଁ ଯେ ସେ ମ୍ୟାଡାମ ଲୋକ କଣ କହୁଛି? ହଁ ମ୍ୟାଡାମ ସେ ଲୋକ କଣ କହିଲା? ସେ ଲୋକ ତ ଆଜ୍ଞା ସେମାନେ ସେଠି ଅଛନ୍ତି। ମୁଁ ଏ ଚମ୍ପାରୁ ଘରକୁ ଜଷ୍ଟ ପହଞ୍ଚିଛି। ହୁଁ। ତ କେତେ ତୁ ମ୍ୟାଡାମ ବଞ୍ଚୁକୁ ନେଇ ପଇସା ଟିକେ ସେଇଥିପାଇଁ କହୁଥିଲି ଆଜ୍ଞା। ଆରେ ଶୁଣନ୍ତୁ ସେମିତି କହିଲେ ହବ କି କୁହନ୍ତୁ ନା। ଆଜ୍ଞା। ଏଟା ନାଇଁଲେ ସେ ଆକାଶ ସେଗୁଡାକ ସେ ଗାତ ତ ହଉଛି ନା ନାଇଁ କୁହନ୍ତୁ। ଦେଖନ୍ତୁ ସେମିତି ଦେଖିଲେ ହବ କି? ଦେଖନ୍ତୁ ମ୍ୟାଡାମ ମାନେ ବିଲକୁଲ ଆମେ ବି ଦି ପଇସା ପାଇ ପାରିଲୁନି। ସେଇ ଆପଣ ବି କହିବେ ଆପଣଙ୍କର ଅନୁସାରେ ସେ ଟିକେ କୁହନ୍ତୁ। ଦେଖନ୍ତୁ ଆମ ବଞ୍ଚିଲେ ଦେଖନ୍ତୁ ଯୋଉ ବଞ୍ଚିଲେ ବିଲକୁଲ ଆମେ କେବେ କହୁଥିଲୁ ଇଏ ହୁଁ। ସେଇଥିପାଇଁ କହୁଛି ମ୍ୟାଡାମ ନା କହିବା କଥା ନାଇଁ। ହୁଁ। ତାକୁ କହିଦିଅନ୍ତୁ 2 କେତେ କମେଇ ନେଇକି 8 କେତେ ପଠେଇଦିଅନ୍ତୁ ନା। କି 8,000? ହୁଁ ପଠେଇ ଦିଅନ୍ତୁ 8 ହେଲା। ସେଇଆ କରନ୍ତୁ ଆଜ୍ଞା ସେଇଆ କରନ୍ତୁ। ହେଲା। କହିଦିଅନ୍ତୁ ଏବେ କରିଦଉ। ହଁ ଠିକ ଅଛି ମ୍ୟାଡାମ 6,000 ପଠେଇ ଦଉଛି ମ୍ୟାଡାମ। ପୁଣି ଆହୁରି ନାଇଁ ମ୍ୟାଡାମ ଦେଖନ୍ତୁ ବଞ୍ଚିଲେ ନା ଆମରି ବଞ୍ଚୁ ନାହିଁ ସେଇଥିପାଇଁ କହୁଛି ମ୍ୟାଡାମ। କିନ୍ତୁ ଶୁଣନ୍ତୁ ଇଏ ଯାହା କଲେ କିନ୍ତୁ ଆଜ୍ଞା ଆଉ ଯାହା ଯୋଉଟାରେ ସେମିତି କରିବେନି ହେଲା। ହଁ ତାର ରେଟ୍ ଅଲଗା ସେଗାରେ ସେମିତି କରିବେନି। ହଁ ଠିକ ହେଲା ଅଛି ମ୍ୟାଡାମ 6,000 ପଠେଇ ଦଉଛି ମ୍ୟାଡାମ। ପଠେଇ ଦିଅନ୍ତୁ। ହଁ ଠିକ ଅଛି। ପଛେ ଶୁଣନ୍ତୁ ଭଲ ମନ୍ଦ ସମସ୍ତଙ୍କର ଅଛି। ଅସୁବିଧା ଦେଖନ୍ତୁ ସମସ୍ତଙ୍କର ଆଜ୍ଞା ଅଛି। ଏଇଟା ଅସୁବିଧା ବୋଲିକି ତ ଆପଣଙ୍କୁ ଦେଇ ପାରିତେନି କିନ୍ତୁ କୌଣସି କିଛି ଗୋଟେ କରିହେଲାନି ମ୍ୟାଡାମ ନା। ନାଇଁ ମୁଁ ସେଟା କହୁନାହିଁ। ଅସୁବିଧା ସୁଧା ମୋର ବି ଅଛି ଆଜ୍ଞା ସମସ୍ତଙ୍କର ଆଜ୍ଞା ଅଛି। ଆଜ୍ଞା ମୁଁ କହୁନାହିଁ କାହାର ନାହିଁ ବୋଲି। କିନ୍ତୁ ଆଜିକାଲି ଦେହ ପା ଗୋଟେ ଏମିତି ଜିନିଷ ଖରାପ ହେଲା ମାନେ ପଇସା ଧୁମାଳ ଖର୍ଚ୍ଚ ହେଲା। ଆଜ୍ଞା ସମସ୍ତ ଆମେ ତ ଶୁଣନ୍ତୁ ମୁଁ ତ ଗୋଟେ ସଂସ୍ଥାରେ ଅଛି ମାନେ ସମସ୍ତଙ୍କୁ ନେଇ ଦେଇକି କାହାର ଭଲ ମନ୍ଦ ସମସ୍ତଙ୍କୁ ବୁଝିତେ ପଡୁଛି ମତେ। ହଁ ହେଲା ଠିକ ହଁ ଠିକ ଅଛି ମ୍ୟାଡାମ। ସେଇଟା ଇଏ ନୁହେଁ ମୁଁ ସେମିତି ଏତେ ଇଏ ନୁହେଁ କିନ୍ତୁ ଯୋଉଟା ଜେନୁଇନ ଯୋଉଟା ଇଏ ହିସାବରେ ସେମିତି କରିବେନି। ଯୋଉଟା ସେମିତି କରିବେନି ହେଲା। ଠିକ ଅଛି ମ୍ୟାଡାମ। ଆଉ ଲିହେ ଲଗେଇଲେ କହିବେ ନିହାତି ଅସୁବିଧା ପାଇବେ ନହେଲେ ସାଙ୍ଗେ ସାଙ୍ଗେ ମତେ ଶୁଣନ୍ତୁ ଜଣେଇବେ ମ୍ୟାଡାମ ଆଗ କହୁଛି ତାପରେ ଯୋଉଠି ହେଲେ କଲେ ମୁଁ କହିବି ନା ନାଇଁ କହୁଛି ଆଉ ସବୁ ସେ କଥାକୁ କହିକି ଏମିତି କହୁଛି ନା। ପକେଇକି ରଖନ୍ତୁନି ଭଲ ନାହିଁ। ହଁ ଗୋଟେ କୁହନ୍ତୁ ନା ଏଟା ଯୋଉ ପକେଇକି ରଖିଛନ୍ତି। କଣ କରିବା ଗାଡି ମିଳୁନି ପୁରା ସେଇ ଗାଡି ସିଜ୍ ହେଲା ବେଙ୍ଗଲ ଗାଡି ଯାଇପାରୁନି ସେଥିପାଇଁ ରହିଯାଇଛି ଆଜ୍ଞା। ରଖନ୍ତୁନି ସେମିତି ଅସୁବିଧା ରଖନ୍ତୁ ହବ। ନାଇଁ କହିଲେ କଣ କରାଯିବ ମ୍ୟାଡାମ ତାକୁ ପଡିଛି ଆପଣ ଦେଖି ଆସିଛନ୍ତି। ମୁଁ କାଲି ଗଲି ଦେଖି ଆସିଲି ସେମିତି ନାହିଁ ମତେ ଅସୁବିଧା ସେଗୁଡା ମତେ ବି ଅସୁବିଧା ଆପଣଙ୍କୁ ବି ଅସୁବିଧା ହେଲା। ଆଜ୍ଞା ଆଜ୍ଞା। ସେଟା କୋଉଦିନ ଗୋଟେ କାଲି ପରଦିନ ବ୍ୟବସ୍ଥା କରନ୍ତୁ ହେଲା। ହଁ ଠିକ ଅଛି ଆଜ୍ଞା। ହୁଁ ବ୍ୟବସ୍ଥା କରନ୍ତୁ ଜଣେ ଗାଡି ମିଳିଗଲେ ଲୋଡ କଲେ ଆପଣଙ୍କୁ କଲ୍ କରିବି ଆଜ୍ଞା। ଏଇଟା ଠିକ ଏଇନା ଅଛି କରିଦିଅନ୍ତୁ ହେଲା। ଆଜ୍ଞା।